ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କ ନୀତିବାଣୀରେ କ'ଣ କହିଲେ ତାହା ଏବେ ଆମେ ଶୁଣିବା। ପ୍ରାର୍ଥନାରେ କହିଲୁ କେତେ, କରିଲୁ ନାହିଁ କାର୍ଯ୍ୟେ, ଫୁଟିଲା ସେଟା କଳ୍ପନାରେ, ଫଳଟି ପାଇଲୁ ବାଜେ। ଇଷ୍ଟ ପଦେ ଟାଣ ନହେଲେ, ଜପ କରିବୁ ବା କି, ଜନମ ସାରା କଲେ ବି ଜପ, ଲାଭ ହେବ ଫାଙ୍କି। ଈଶ୍ୱରଙ୍କର ଡାକ ଆସିଛି, ତାଙ୍କ କାର୍ଯ୍ୟେ ତୋର ସଙ୍ଗତି, ଯୋଗାଣ ଦେଇ ଧନ୍ୟ ହୁଅତୁ, ହେଉ ଦଳିତ ଦୁର୍ଗତି। ଇଷ୍ଟଗୁରୁ ପୁରୁଷୋତ୍ତମ, ପ୍ରତୀକ ଗୁରୁ ବଂଶଧର, ରେତ ଶରୀରେ ସୁପ୍ତ ରହି, ଜୀବନ୍ତ ସେ ନିରନ୍ତର। ଇଷ୍ଟଭୃତି ଇଷ୍ଟଙ୍କୁ ହିଁ ଦିଅ, କରନା ସେଥିରେ ବଞ୍ଚନା, ଅନ୍ୟକୁ ତା ଦେଲେ ହିଁ ଜାଣିଥା, ଆସିବ ବିପାକ ଗଞ୍ଜନା। ସବୁ ଦେବାକୁ ତୁ କରିଲୁ, ଗୁରୁ ପାଇବାକୁ ପରିତ୍ରାଣ, ଦେବା ବେଳକୁ କିଛି ହିଁ ନାହିଁ, ନେବାକୁ ଲେଲିହାନ। ଇଏ ଥିଲା ଶ୍ରୀ ଶ୍ରୀ ଠାକୁରଙ୍କର ଅମୂଲ୍ୟ ନୀତିବାଣୀ। ଆପଣମାନେ ତାକୁ ଶୁଣି ନିଜ ଦୈନନ୍ଦିନ ଜୀବନରେ କାମରେ ଲଗାଇବା ପାଇଁ ଚେଷ୍ଟିତ ହେବେ। ଯାହା କରଣୀୟ ବା ଯାହା କହୁଛନ୍ତି ପାଟିରେ ତାକୁ କାର୍ଯ୍ୟରେ କରିକି ଦେଖାଇବା ପାଇଁ ଚେଷ୍ଟା କରିବେ। ଏହା ହିଁ ଠାକୁରଙ୍କ ପାଖରେ ମୋର ବିନମ୍ର ନିବେଦନ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ନିହାତି ସବସ୍କ୍ରାଇବ୍ କରିବାକୁ ଯେମିତି ଭୁଲିବେନି, ଆଉ ସେୟାର ଲାଇକ୍ ମଧ୍ୟ କରିବେ। ଜୟ ଗୁରୁ।